ଓଃ! ବାହାରେ କି ଖରା କି ଗରମ। ଛାଡ଼, ବାହାର ଟେମ୍ପରେଚରରେ ତ ଆମେ କିଛି କରିପାରିବାନି। କିନ୍ତୁ ହଁ, ଆମ ନିଜ ବଡ଼ିର ଟେମ୍ପରେଚର ବାଗେଇକି ରଖିବା ପାଇଁ ଆମେ ଏଠି ଆଜି ଗୋଟେ ଇନଷ୍ଟାଣ୍ଟ ହେଲ୍ଦି ଆଉ ଟେଷ୍ଟି ଆଉ ଷ୍ଟୋରେଜେବଲ୍ ଡ୍ରିଙ୍କ ପ୍ରସ୍ତୁତ କରିବା। ସେଇଟା ହେଉଛି ଆମ୍ ପନ୍ନା। ତ ସାଧାରଣତଃ ଏ ଆମ୍ ପନ୍ନାଟା ଏଇ ଆମ୍ବ ଯେତେବେଳେ ଏଇ ଖରା ଦିନରେ ଆମ୍ବ ସିଜନରେ କରିବାକୁ ବହୁତ ହି ମଜା ଲାଗିଥାଏ। ଆଉ ଆମେ ସାଧାରଣତଃ ସାଧାରଣତଃ ଖରାଦିନେ ଖାଇବା ଅପେକ୍ଷା ପିଇବା ପାଇଁ ବେଶୀ ଭଲ ଲାଗିଥାଏ। ସବୁବେଳେ ଇଚ୍ଛା ହୁଏ କିଏ ଗୋଟେ ଇନଷ୍ଟାଣ୍ଟ ଟେଷ୍ଟି ଟେଷ୍ଟି ଥଣ୍ଡା ଥଣ୍ଡା କୁଲ୍ କୁଲ୍ ଡ୍ରିଙ୍କସ୍ ଗୋଟେ ଦେଇଦିଅନ୍ତା କି ହେଲ୍ଦି ବାଲା, ତ ପେଟ ପୁରିଯାଆନ୍ତା ଆଉ ଭଲ ବି ଲାଗନ୍ତା। ତ ସେଇଭଳି ଏକ ରେସିପି ମୁଁ ଆଜି ଆପଣମାନଙ୍କ ସହିତ ସେୟାର କରିବି। ସେଇଟା ହେଉଛି ଆମ୍ ପନ୍ନା, ଯେଉଁଟାକି ଏଇ ଆମ୍ବ ସିଜନରେ ହିଁ ପ୍ରାୟତଃ ବନିଥାଏ। ଆଉ ଏଇଟା ବହୁତ ଇନଷ୍ଟାଣ୍ଟ ହେଲ୍ଦି ଆଉ ପେଟକୁ ବି ବହୁତ ଥଣ୍ଡା ଆଉ ରିଫ୍ରେସିଂ ମଧ୍ୟ। ଆଉ ଏଇଟା ଆପଣ ଆପଣଙ୍କ ହିସାବରେ ଖଟା ମିଠା ଯେଉଁଭଳି ଭାବରେ ବନେଇ ପାରିବେ। ତ ଚାଲନ୍ତୁ ବନେଇବା। ପ୍ରଥମେ ମୁଁ ଏଠି ଗୋଟେ କୁକର ନେଇକି ତା ଦେହରେ 2ଟି ଆମ୍ବକୁ କଟ୍ ଲଗେଇ ସିଝେଇ ଦେଇଛି। ଦେଖନ୍ତୁ ସିଝିଗଲା ପରେ ସେ ତାର ପଲ୍ପ ଗୁଡ଼ିକ ଚୋପାରୁ ଏବଂ ତା ଟାକୁଆରୁ କେତେ ଆରାମସେ ବାହାରି ଯାଉଛି। କିଛି ଅସୁବିଧା ନାହିଁ। ସିଝିଗଲା ପରେ ଆମ୍ବର ପଲ୍ପ ଗୁଡ଼ିକ ଆରାମସେ ବାହାରିଯିବ। ଚାମଚରେ ସ୍ପୁନ୍ ସାହାଯ୍ୟରେ ବା ନାଇଫ୍ ସାହାଯ୍ୟରେ ଆପଣ ଆରାମସେ ତାକୁ ବାହାର କରିଦେବେ। ଏଠି ଦେଖିପାରୁଥିବେ ମୁଁ ତା ଚୋପାରୁ ବଢ଼ିଆ ସେ କେମିତି ବାହାର କରୁଛି ତାର ପଲ୍ପ ଗୁଡ଼ିକ, ପୁରା ସ୍ମୁଥଲି ବାହାରି ଆସିବ। ତାପରେ ଆମେ ଏଇ ଯେଉଁ ପଲ୍ପ ଗୁଡ଼ିକୁ ବାହାର କରିସାରିଲା ପରେ ଆଉ ଯେଉଁ ଆମ୍ବ ଯେଉଁ ପ୍ରେସରରେ ଆମେ ସିଝେଇଥାନ୍ତି ସେଥିରେ ସେ ଯେଉଁ ପାଣି ଦେଇଥାନ୍ତି, ସେଇ ପାଣିରେ ଆମର କିଛି ପଲ୍ପ ବାହାରି ଆସିଥାଏ। ତ ଏଠି ଆପଣ ଦେଖନ୍ତୁ, ଏଠି କେତେ ପଲ୍ପ ଆମର ବାହାରି ଆସିଛି। ତ ସେଇ ପଲ୍ପ ଗୁଡ଼ିକୁ ଆମେ ସେ ପାଣି ସହ ତାକୁ ନ ଫୋପାଡ଼ିକି ସେଥିରେ ମଧ୍ୟ ଆମେ ଗୋଟେ ଇନଷ୍ଟାଣ୍ଟ ଡ୍ରିଙ୍କ ବନେଇ ପାରିବା। ଖଟା ମିଠା ଆପଣଙ୍କ ଚଏସ୍ ଅନୁସାରେ। ତ ଦେଖନ୍ତୁ ଏଇଠି ଟାକୁଆ ଗୁଡ଼ିକ ଅଲଗା ହେଇଛି। ମୁଁ ସେ ଚୋପା ବି ମଧ୍ୟ ତା ଦେହରେ ରଖିଛି, କାରଣ ସେ ଡ୍ରିଙ୍କରେ ଟିକେ ଚୋପାର ଯେଉଁ ଟେଷ୍ଟଟା ଥାଏ ସେଇଟା ଟିକେ ୟୁନିକ୍ ଲାଗିଥାଏ ଆଉ ଗୋଟେ ଅଲଗା ଭଲ ଟେଷ୍ଟ ବି ଆସିଥାଏ। ତ ସେଥିପାଇଁ ମୁଁ ଏଇ ଚୋପାକୁ ଫୋପାଡ଼ିନି। ଯଦି ଆପଣ ଚାହିଁବେ ତ ଫୋପାଡ଼ି ଦେଇପାରିବେ। ତାପରେ ଆମେ ତାକୁ ସେଇ ଯେଉଁ ଚୋପା ଆଉ ଯେଉଁ ଏକ୍ସଟ୍ରା ପଲ୍ପ ଆମର ଯେଉଁ ପାଣିରେ ବାହାରି ଆସିଥିଲା ସେ ପାଣିଟାକୁ ମୁଁ ଅଲଗା କରିଦେଲି। ଆଉ ଯେଉଁ ଖାଲି ପିଓର ପଲ୍ପ ଗୁଡ଼ିକ ମ୍ୟାଙ୍ଗୋର ତାକୁ ମୁଁ ଗୋଟେ ମିକ୍ସଚର ଜାରରେ ଆଡ଼୍ କରିଦେଲି। ତ ଆପଣମାନେ ଦେଖିପାରୁଥିବେ। ତାପରେ ଚାଲନ୍ତୁ ଆମେ ବନେଇବା ସେ ଆମ୍ ପନ୍ନା ପାଇଁ ଲାଗିଥିବା ଇନଗ୍ରିଡ଼ିଏଣ୍ଟସ୍ ବା ମସଲା। ତ ପ୍ରଥମେ ଏଠି ମୁଁ ଆମ୍ ପନ୍ନା ପାଇଁ ନେଇଛି କିଛି ପୁଦିନା, ଭଜା ଜିରା, ଖଣ୍ଡେ ଅଦା ଆଉ କଞ୍ଚାଲଙ୍କା, ପାନମଧୁରୀ ଆଉ କିଛି ଗୋଲମରିଚ। ତ ପ୍ରଥମେ ଆମେ ଏଇ ଯେଉଁ ଜିରା ଆଉ ଗୋଲମରିଚକୁ କୁଟି ନେଇକି ତାକୁ ଗୋଟେ ପାଉଡ଼ର ବନେଇଦେବା। ତ ମୁଁ ଏଠି ଗୋଟେ ଖଲବାଟା ନେଇଛି, ବା ତାକୁ ଆମେ ଯାହାକୁ ଓଡ଼ିଆରେ କହିଥାଉ ଛେଚା, ତାର କ'ଣ କହନ୍ତି ମୋତେ ଜଣା ନାହିଁ। ତ ଆପଣମାନେ ଯଦି ଓଡ଼ିଆରେ କିଛି ଜାଣିଛନ୍ତି ଏଇଟାକୁ କ'ଣ କହନ୍ତି ତାହେଲେ ମୋତେ କମେଣ୍ଟସରେ ନିଶ୍ଚୟ ଜଣେଇବେ। ତ ସେଇଥିରେ ମୁଁ ଆକୁ ଗୋଲମରିଚ ଆଉ ଜିରାକୁ ଭଲ ଭାବରେ ପାଉଡ଼ର କରିନେଇଛି। ଏଠି ଦେଖିପାରୁଥିବେ ଆପଣମାନେ। ତ ଦେଖନ୍ତୁ ଏଠି ମୁଁ ସବୁ ତାକୁ କୁଟି ଛେଚିକି କେତେ ବଢ଼ିଆ ସେ ଗୋଟେ ପାଉଡ଼ର ବନିଗଲା। ତ ଗୋଟେ ନ୍ୟାଚୁରାଲି ପଦ୍ଧତିରେ ଆମେ ଯେକୌଣସି ଜିନିଷ କଲେ ସେଇଟା ବହୁତ ଟେଷ୍ଟି ଲାଗିଥାଏ। ତ ମୁଁ ଚାହିଁଥିଲେ ଏଇଟା ମିକ୍ସଚରରେ ବି କରିପାରିଥାନ୍ତି। ଆପଣ ଚାହିଁଲେ ଏଇଟା ମିକ୍ସଚର ଜାରରେ ବି କରିପାରିବେ, କିଛି ପ୍ରୋବ୍ଲେମ୍ ନାହିଁ। କିନ୍ତୁ ମୁଁ ଏଥିରେ କରିଛି, କାରଣ ଗୋଟେ ନ୍ୟାଚୁରାଲ ହିସାବରେ ଗୋଟେ ଜିନିଷ ବନେଇଲେ ସେଇଟା ବହୁତ ଟେଷ୍ଟି ଲାଗିଥାଏ ଆଉ ଟିକେ ୟୁନିକ୍ ଲାଗିଥାଏ, ଭଲ ଲାଗିଥାଏ ବି ଦେଖିବା ପାଇଁ ଆଉ କରିବା ପାଇଁ। ଏବେ ଚାଲନ୍ତୁ ଯେଉଁ ମିକ୍ସଚର ଜାରରେ ଆମେ ଆମ୍ବର ପଲ୍ପ ଗୁଡ଼ିକୁ ବାହାର କରିଥିଲେ ସେଥିରେ ଆମେ ଏବେ ଯେଉଁ ଆଡ଼୍ କରିଦେବା ଯେଉଁ ମସଲା ଗୁଡ଼ିକ ଆମେ ରେଡ଼ି କରି ରଖିଥିଲେ, ଯେମିତିକି ଆମର ପୁଦିନା, ଅଦା, କଞ୍ଚାଲଙ୍କା, ପାନମଧୁରୀ, କଳା ଲୁଣ, ଧଳା ଲୁଣ ଆଉ ଯେଉଁ ବନା ହେଇଥିବା ଜିରା ଗୋଲମରିଚର ପାଉଡ଼ର। ତ ତାକୁ ସବୁକୁ ପେଷି ନେବା। ଦେଖନ୍ତୁ ଏଠି କେତେ ବଢ଼ିଆ ଦେଖାଯାଉଛି ତା କଲର୍। ଯେହେତୁ ମୁଁ ଆକୁ ଷ୍ଟୋର କରିକି ରଖିବି, ତ ସେଥିପାଇଁ ଆକୁ ମୁଁ ଗୋଟେ ପ୍ୟାନ୍ରେ କିଛି ସମୟ ପାଇଁ ଟିକେ ରାନ୍ଧିଦେବି। କାରଣ ଏଥିରେ ମୁଁ ଯେହେତୁ ଖଟା ମିଠା ବାଲା କରିବି, ତ ଏଥିରେ ମୁଁ କିଛି ମିଠା ଆଡ଼୍ କରିବି। ତ ସେଥିପାଇଁ ମୁଁ କ'ଣ କରିଛି ନା ଗୋଟେ ଷ୍ଟେନର୍ ନେଇଛି। ତାପରେ ସେଥିରେ ମୁଁ ଏଇ ଯେଉଁ ପିଉରିକୁ ଭଲ ଭାବରେ ଛାଣି ନେଇଛି, କାରଣ ଏଥିରେ ଯେଉଁ ଖଦଡ଼ ଯେଉଁ ମସଲା ଆମେ ଆଡ଼୍ କରିଥିଲେ ସବୁ ତାର ଖଦଡ଼ ଅଂଶ ରହିଯାଇଥିବ। ତ ସେଇଟା ଭଲ ଭାବରେ କ୍ଲିୟର ହେଇଯିବ। ତ ଏଇଟା ବଢ଼ିଆ କ୍ଲିୟରେବଲ୍ ଡ୍ରିଙ୍କଟେ ହେବ।
आपण चाहिए आपको इंस्टांट भी गोलेकी पी पारे किसी असुविधा नहीं। जो मानू मीठा पसंद न खटा खटा आटा एमती भी स्टोर होकर रहीपर किसी असुविधा नहीं। तो आप इंस्टांट से आइस देकी पीबे बढ़िया लगे कि मुझे जेहेतु स्टोर कर रखी अधिक दिन पाई तो से मुझे पैन रे ताको किसी समय रांधि जेहेतु मोर मीठा मुझे आड कर चीनी तो आप चाहिए गुड़ बा मिश्री आड करें किसी प्रोब्लेम नहीं। आ गुड़ मिश्री पेट पर बहुत ठंडा होता है। तो देखु यार कंसिस्टेंसी केमती हो गला तो ये भाव होगले आम ताको ठंडा करदे और स्टोर कर रखीदे। तो बनीगला आमर हेल्थी इंस्टांट आम पन्ना। तो ये ड्रिंक टी जिते बड़े भी कुणिया मंत्र आसवे जदि किसी घरे ना आपण फटाफट बनातु एवं तांको सर्व करंतु। तो जदि आप मोर वीडियो भल लगी प्लीज मोर वीडियो सॉरी मोर ये चैनल को गोटे लाइक करेंगे शेयर करेंगे और सब्सक्राइब करदे प्लीज। तो ये मुझे गोटे ग्लास रे आइस नहीं गली तदे डायरेक्ट पानी देकी ताको बहुत बढ़िया जो डिफरेंट टेस्ट अच्छे एंड इट इज गुड। थैंक यू। तो देखिले तो ये आम सान जई को देली टेस्ट करने सी तर कमेंट्स कौन देले तेणु आपण मैंने भी ये ड्रिंक टी बनातु आउ हेल्दी टेस्टी एंड स्टोरेजेबल आम पन्ना आउ ठंडा ठंडा चिल चिल एंजॉय करंतु। रही बाय एंड एंजॉय।